ସମସ୍ତଙ୍କୁ ନମସ୍କାର। ଚାଲନ୍ତୁ ରୋମିଓ ପୁସ୍ତକ ବାକ୍ୟ ଆମେ ଦେଖିବା। ରୋମିଓ ପୁସ୍ତକ 1 ପର୍ବ 16 ପଦରୁ ନେଇକି 21 ପଦ ଯାଏଁ ଆମେ ବାକ୍ୟ ପଢିବା। କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ତେଣୁ ତାହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ, ଆଉ ମଧ୍ୟ ଗ୍ରୀକ ପକ୍ଷରେ। ସେଥିରେ ତ ଈଶ୍ୱର ଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖା ଅଛି, ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। କାରଣ ଯେଉଁ କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି, ସେମାନଙ୍କ ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୋଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହେଉଅଛି। ଯେଣୁ ଈଶ୍ୱରଙ୍କ ସମ୍ବନ୍ଧରେ ତାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି। ଈଶ୍ୱର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି। ଜଗତର ସୃଷ୍ଟି କାଳାବଧି ତାହାଙ୍କର ଅଦୃଶ୍ୟ ଗୁଣ ସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ଵ ସୃଷ୍ଟ ବସ୍ତୁ ଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନଥାଏ। କାରଣ ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କ ବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା। ଆଉ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ। ସମସ୍ତେ କ୍ୟାମେରା ସାମ୍ନାକୁ ଆସନ୍ତୁ। गुड मॉर्निंग, नमस्कार पास्टर। ଆଜି ଆମେ ରୋମିଓ ପୁସ୍ତକ 1 ପର୍ବ ବାକ୍ୟକୁ ଆରମ୍ଭ କରିବା। ଆଉ ଆମେ ଯେତେବେଳେ ଦେଖିବା ରୋମିଓ ପୁସ୍ତକ 1 ପର୍ବ, ଏଠି ପରମେଶ୍ୱରଙ୍କ ସୃଷ୍ଟି ବିଷୟରେ ବାଇବଲ କହୁଛି। ଆଉ ପରମେଶ୍ୱର ସୃଷ୍ଟି ଦ୍ୱାରା ନିଜେ ପ୍ରକାଶିତ ହେବା ପାଇଁ ଚାହୁଁଛନ୍ତି। ତେଣୁ ପରମେଶ୍ୱର ପରମେଶ୍ୱରଙ୍କ ସତ୍ୟ ଜ୍ଞାନ ଲାଭ କଲା ପରେ ପାଉଲ ଜଣେ ଲୋକ ସୁସମାଚାର ପ୍ରଚାରକ ଭାବରେ ସ୍ଥାପନ ହେଲେ। ଆଉ ସେ ରୋମକୁ ଯାଇକି ସୁସମାଚାର ପ୍ରଚାର କଲେ। ତ ରୋମର ଲୋକମାନେ ପାଉଲ ଦ୍ୱାରା ମନ ପରିବର୍ତ୍ତନ କରିକି ସୁସମାଚାରକୁ ଗ୍ରହଣ କଲେ ସେମାନେ। ଆଉ ପରେ ବିଶ୍ୱାସ ଜୀବନ ଯେତେବେଳେ ବଞ୍ଚିଲେ, ସେ ସମୟରେ ସେମାନେ ପଛଘୁଞ୍ଚା ଦେଉଛନ୍ତି। ଆଉ ପରମେଶ୍ୱରଙ୍କୁ ପରମେଶ୍ୱର ବୋଲି ମାନୁନାହାନ୍ତି। ଅଲଗା ଦେବତା ମାନଙ୍କ ଆଡକୁ ଆସକ୍ତ ହଉଛନ୍ତି, ଅଲଗା ଦେବତା ମାନଙ୍କ ଆଡକୁ ମନ ରଖୁଛନ୍ତି, ହୃଦୟ ରଖୁଛନ୍ତି। ସେଥିପାଇଁ ପାଉଲ ସିଧା କହିଲେ, ଆଉ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ଦାସ, ଆହୁତ ଜଣେ ପ୍ରେରିତ, ଈଶ୍ୱର ଆପଣା ପୁତ୍ରଙ୍କ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ନିଜର ଯେଉଁ ସୁସମାଚାର ଧର୍ମଶାସ୍ତ୍ରରେ ଆପଣା ଭାବାଦୀନଙ୍କ ଦ୍ୱାରା ପୂର୍ବରୁ ପ୍ରତିଜ୍ଞା କରିଥିଲେ, ସେହି ସୁସମାଚାର ନିମନ୍ତେ ପୃଥକୀକୃତ। ତ ପାଉଲ ସିଧା କହିଲେ ଯେ ମୁଁ ହେଉଛି ଖ୍ରୀଷ୍ଟଙ୍କର ଜଣେ ଦାସ, ଈଶ୍ୱରଙ୍କ ଠାରୁ ଆଗତ, ଆଉ ମୁଁ ଜଣେ ପ୍ରେରିତ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାରକୁ ପ୍ରଚାର କରିବା ପାଇଁ ମୁଁ ଆହ୍ୱାନ ହେଇଛି। ତ ପାଉଲ ରୋମକୁ ଯାଇକି ଏ ପ୍ରକାର ସୁସମାଚାରକୁ ଘୋଷଣା କଲେ। ଆଉ ପାଉଲ ହୃଦୟରେ କୌଣସି ଡର ନଥିଲା, କି ପାଉଲ କୌଣସି ବିଷୟକୁ ପ୍ରଭୁତ୍ୱରେ ଦେଖୁନଥିଲେ। ଗୋଟେ ବିଷୟକୁ ଦେଖୁଥିଲେ, ଯୀଶୁଙ୍କୁ ଲକ୍ଷ୍ୟ କରିକି ସୁସମାଚାରକୁ ବଡ଼ କରିକି ସେ ରୋମ ନିବାସୀ ମାନଙ୍କ ପାଖକୁ ଯାଇକି ସୁସମାଚାର ପ୍ରଚାର କଲେ। ତ ପାଉଲ ଯେତେବେଳେ ସୁସମାଚାର ପ୍ରଚାର କଲେ, ପାଉଲଙ୍କର ଜୀବନରେ ଅନେକ ତାଡ଼ନା ଆସିଲା। ଆଉ ପାଉଲ ଜଣେ ଲୋକ ନଥିଲେ ଯିଏ କି ସୁସମାଚାର ପ୍ରଚାର କରିବା ଲୋକ। ପାଉଲ ଆ, ପାଉଲ ଯେତେବେଳେ ସୁସମାଚାର ପ୍ରଚାର କଲେ, ତ ତାଙ୍କର ଲାଇଫ୍ ଅନେକ ଗୁଡ଼େ ପରିସ୍ଥିତି ପ୍ରକୃତିରେ ଆସିଲା। ତେଣୁ ପାଉଲ ଯେତେ ବି ପରିସ୍ଥିତି ଆସିଲା, ଯେତେ ବି ତାଡ଼ନା ଆସିଲା, କିନ୍ତୁ ପାଉଲ କେବେ ମଧ୍ୟ ପଛଘୁଞ୍ଚା ଦେଲେ ନାହିଁ। କିନ୍ତୁ 16 ପଦରେ ଯେ ଦେଖିଲେ, ସେ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ ବୋଲି କହିଲେ। ତ ସେ ସୁସମାଚାର ପାଇଁ କୌଣସି ଲଜ୍ଜିତ ହଉନାହାନ୍ତି, କି ସୁସମାଚାର ପାଇଁ ତାଙ୍କ ପାଖରେ କୌଣସି ଭୟ ନାହିଁ। କାରଣ ସେ ଜାଣିଛନ୍ତି କି ଆଉ ଏଇଟା ହଉଛି ଈଶ୍ୱରଙ୍କର ଶକ୍ତି, ଆଉ ସମସ୍ତ ଜାତି ନିମନ୍ତେ ବୋଲି ସେ କହୁଛନ୍ତି।
ତାମାନେ ଯିଏ ବି ସୁଷମାଚାରକୁ ବିଶ୍ୱାସ କରିବ ସେ ପରିତ୍ରାଣ ପାଇବ। ଆଉ ପରିତ୍ରାଣ ପାଇଲେ ଜଣେ ଲୋକ ଖୁସି ହବ, ଜଗତର ସବୁ ବିଷୟ ଠାରୁ ଜିତିବ। ତ ତା ମାନେ ପାଉଲ ଜଣେ ଲୋକ ସବୁ ବିଷୟକୁ ଜିତିକି ଜୀବନ କାଟୁଛନ୍ତି। ସମସ୍ତ ବିଷୟର ଶକ୍ତି ପାଉଲ ପାଖରେ ପରମେଶ୍ୱର ଦେଇଛନ୍ତି। ସେଥିପାଇଁ ପାଉଲ ସିଧା କହିଲେ, ଆଉ ଈଶ୍ୱର ଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି। ତା ମାନେ ବର୍ତ୍ତମାନ ହେଉଛି ଧାର୍ମିକତାର ସମୟ। ଆପଣମାନେ ଯୀଶୁଙ୍କ ଠାରୁ ଧାର୍ମିକତା ଗ୍ରହଣ କରନ୍ତୁ, ବିଶ୍ୱାସ କରନ୍ତୁ, ତେବେ ଯାଇ ବିଶ୍ୱାସରେ ବଞ୍ଚିବେ ବୋଲି କହିପାରିଲେ। ସେଥିପାଇଁ ସେତିକି ଖାଲି ନାହିଁ, କିନ୍ତୁ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରୁଥିଲେ, ସେ ସମସ୍ତଙ୍କୁ ପବିତ୍ରତା ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହେବ ବୋଲି ଘୋଷଣା କଲେ। ସେଥିପାଇଁ କୋଡ଼ିଏ କୋଡ଼ିଏ ପଦରେ ଦେଖିଲେ, ସେ କହିଲେ ଜଗତର ସୃଷ୍ଟି କାଳାବଧି ତାହାଙ୍କର ଅଦୃଶ୍ୟ ଗୁଣ ସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ ସୃଷ୍ଟ ବସ୍ତୁ ଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କ ଉତ୍ତର ଦେବାର ବାଟ ନଥାଏ। ପାଉଲ ଜାଣିଥିଲେ ଲୋକଙ୍କ ପାଖରେ ଉତ୍ତର ନାହିଁ। ଲୋକ ଯାହା ଜାଣିଛନ୍ତି ସେଇଟା ନିଜର ଚିନ୍ତା ଅନୁସାରେ ଜାଣିଛନ୍ତି, କିନ୍ତୁ ପରମେଶ୍ୱରଙ୍କର ସୃଷ୍ଟି ପରମେଶ୍ୱର କିଏ ଲୋକ ଜାଣିନାହାନ୍ତି। ସେଥିପାଇଁ ସେ ଈଶ୍ୱରଙ୍କ ଠାରୁ ଶକ୍ତି ପାଇଲା ପରେ, ସମସ୍ତ ବିଷୟ ଜ୍ଞାତ ହେଲା ପରେ, ସେ ସମସ୍ତଙ୍କ ସାମ୍ନାରେ ସୁଷମାଚାରକୁ ପ୍ରକାଶ କରୁଛନ୍ତି। ତ ସୁଷମାଚାର ପ୍ରକାଶ କରିବାଟା, ସୁଷମାଚାର ରୋମ ଲୋକମାନଙ୍କୁ ଦେବାଟା, ଏଇଟା ହେଉଛି ରୋମ ବିରୁଦ୍ଧରେ ପ୍ରଚାର କରବାଟା। ସେଥିପାଇଁ ସୁଷମାଚାର କାହାକୁ ମଧ୍ୟ ଅ, ଆଉଁସିଲା ପରି ପ୍ରକୃତିରେ ଆସୁନାହିଁ। ଆଉ ସୁଷମାଚାର ଯେତେବେଳେ ଆସୁଛି, ପ୍ରତ୍ୟେକ ଲୋକଙ୍କର ମନ ହୃଦୟକୁ ପ୍ରକୃତିରେ ମାରି ଦେଉଛି, ସେମାନଙ୍କର ଇଚ୍ଛାକୁ ପ୍ରକୃତିରେ କାଟି ଦେଉଛି। ସେଥିପାଇଁ ପାଉଲ ସେମିତିକା ସୁଷମାଚାର ପ୍ରଚାର କଲେ। ସେଥିପାଇଁ ପାଉଲ କହିଲେ, ଜଗତର ସୃଷ୍ଟି କାଳାବଧି ତାହାଙ୍କର ଅଦୃଶ୍ୟ ଗୁଣ ସମୂହ, ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଈଶ୍ୱର ତ ସୃଷ୍ଟ ବସ୍ତୁ ଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି। ତ ଏହାର ଅର୍ଥ ହେଉଛି ଈଶ୍ୱର ନିଜେ ପ୍ରକାଶ ହେବା ପାଇଁ ଚାହୁଁଛନ୍ତି ଲୋକମାନଙ୍କ ସମ୍ମୁଖରେ, ଯେ ଜଗତର ସମସ୍ତ ସୃଷ୍ଟିକୁ ଦେଖେଇକି, ଆଁ, ଜୀବଜନ୍ତୁ, ଗଛ, ଏ ପୃଥିବୀ, ପାଣି, ଆଁ, ଯାହା ମଧ୍ୟ ପରମେଶ୍ୱର ସୃଷ୍ଟି କରିଅଛନ୍ତି, ଏ ସମସ୍ତ ବିଷୟ ଦ୍ୱାରା ପରମେଶ୍ୱର ନିଜେ ପ୍ରକାଶ ହେବା ପାଇଁ ଚାହୁଁଛନ୍ତି। ସେଥିପାଇଁ ପରମେଶ୍ୱର ହେଉଛନ୍ତି ଜ୍ଞାନୀ, କାରଣ ସେ ସବୁ କିଛି ସିଦ୍ଧ କରିଅଛନ୍ତି ଲେଖା ହେଇଛି। ସେଥିପାଇଁ ସେ ସବୁ ବିଷୟକୁ ଡିଜାଇନ ଦ୍ୱାରା ଲୋକମାନଙ୍କ ସମ୍ମୁଖରେ ପ୍ରକାଶ ହେବା ପାଇଁ ଚାହାନ୍ତି। ତ ଆମ ହୃଦୟରେ ମଧ୍ୟ ଯେତେବେଳେ ଆମେ ଦେଖୁଛୁ, ଯଦି ଏ ପ୍ରକାର ସୁଷମାଚାର ଆମ ହୃଦୟ ଭିତରେ ଯେତେବେଳେ ସ୍ଥାପନ ହବ, ଆଉ ସେ ସୁଷମାଚାର ଦ୍ୱାରା ଆମେ ପ୍ରକୃତରେ ଡିଜାଇନ କରାହବ, ଆଉ ମୋର ହୃଦୟରେ ସେ ପ୍ରକାର ଡିଜାଇନ ପ୍ରକୃତିରେ କରାଯିବ ବାକ୍ୟ ଦ୍ୱାରା, ତ ସେତେବେଳେ ଆମେ ବିଶ୍ୱାସରେ ଲାଇଫ ପ୍ରକୃତିରେ ବଞ୍ଚିପାରୁ। ଆଦି ପୁସ୍ତକ 12 ପର୍ବରେ ଯେତେବେଳେ ପରମେଶ୍ୱର ଅବ୍ରାହ୍ମକୁ ଡାକିଲେ, ଅବ୍ରାହ୍ମକୁ କହିଲେ, ତୁ ତୋର ଦେଶ, ଜ୍ଞାତି, କୁଟୁମ୍ବ, ପୈତୃକ ଗୃହ ପରିତ୍ୟାଗ କରେ, ମୁଁ ଯୋଉ ଦେଶ ଦେଖେଇବି ସେ ଦେଶକୁ ଯା। ତା ମାନେ ଅବ୍ରାହ୍ମ ସେଇ ଦେଶକୁ ଯିବାର ଅଛି ଯୋଉ ଦେଶକୁ ପ୍ରଭୁ ଦେବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଅବ୍ରାହ୍ମ ଜାଣିଲେ, ହଁ ମୁଁ ଯୋଉ ଦେଶରେ ଅଛି ସେଇଟା ହେଉଛି ପ୍ରଭୁ ଦେଇଥିବା ଦେଶ ନାହିଁ। ତା ମାନେ ମୁଁ ଏଠି ରହୁ, ଏଇଟା ପ୍ରଭୁ ଚାହୁଁନାହାନ୍ତି। ସେଥିପାଇଁ ଅବ୍ରାହ୍ମ ଇମିଡିଏଟଲି ତାର ଜାଗାକୁ ଚେଞ୍ଜ କଲେ, ସବୁ କିଛି ପରିତ୍ୟାଗ କଲେ, ଆଉ ପରମେଶ୍ୱରଙ୍କର ଅନୁଗମନ କଲେ। ପରମେଶ୍ୱରଙ୍କର ଯେତେବେଳେ ଅନୁଗମନ କଲେ, ଅବ୍ରାହ୍ମ ଗୋଟେ ବିଷୟ କଥା କହିଲେ, ମୁଁ ଯୁଆଡ଼େ ଯାଉଛି ଜାଣିନି, ମୁଁ ଯୁଆଡ଼େ ଯାଉଛି ଜାଣିନାହିଁ। କିନ୍ତୁ ସେ ବିଶ୍ୱାସ ଦ୍ୱାରା ଆହ୍ୱାନ ପ୍ରାପ୍ତ ହେଲା ପରେ ସେ ପ୍ରସ୍ଥାନ କଲେ ଲେଖା ହେଇଛି। ଆପଣମାନେ ଏଭ୍ରି ପୁସ୍ତକ 11 ପର୍ବର ବାକ୍ୟ ଯଦି ଦେଖିବେ, ଏଭ୍ରି ପୁସ୍ତକ 11 ପର୍ବର 8 ପଦ, ବିଶ୍ୱାସ ଦ୍ୱାରା ଆହ୍ୱାନ ପ୍ରାପ୍ତ ହୁଅନ୍ତେ ଯେଉଁ ଦେଶ ସେ ଅଧିକାର ସ୍ୱରୂପେ ପାଇବାକୁ ଯାଉଥିଲେ, ଆଜ୍ଞାବହ ହୋଇ ସେଠାକୁ ବାହାରି ଗଲେ, ପୁଣି ସେ କେଉଁଠାକୁ ଯାଉଛନ୍ତି ତାହା ନ ଜାଣି ସୁଦ୍ଧା ବାହାରି ଗଲେ। ତ ଅବ୍ରାହ୍ମ ହେଉଛନ୍ତି ଜଣେ ଲୋକ ଯିଏକି ପ୍ରତିଜ୍ଞା ପାଇଲା ପରେ କୁଆଡ଼େ ଯାଉଛନ୍ତି ସେ ନିଜେ ଜାଣିନାହାନ୍ତି, କିନ୍ତୁ ବିଶ୍ୱାସ ଦ୍ୱାରା ସେ ଆହ୍ୱାନ ପ୍ରାପ୍ତ ହେଲେ ଲେଖା ହେଇଛି। ଆଉ ଯୋଉ ପ୍ରତିଜ୍ଞା ପରମେଶ୍ୱର ଦେଲେ, ସେ ଦେଶ ପାଇବା ପାଇଁ ସେ ପ୍ରସ୍ଥାନ କଲେ, ବାହାରିଲେ। ସେତେବେଳେ ପରମେଶ୍ୱର ଅବ୍ରାହ୍ମକୁ ଉପରେ ମହାପିତା କଲେ, ଆଉ ଅବ୍ରାହ୍ମ ଦ୍ୱାରା ପ୍ରକୃତିରେ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହଉଛି। ପରମେଶ୍ୱର ସେତିକି ଖାଲି କହିଲେ ନାହିଁ, ତମ ଦ୍ୱାରା ରାଜାମାନେ ଜନ୍ମ ହେବେ,
ବହୁ ବଂଶ ଉତ୍ପନ୍ନ ହେବ, ତମ ଦ୍ୱାରା ଅନେକ ଲୋକ ପ୍ରଭୁତ୍ୱରେ ଆଶୀର୍ବାଦ ପ୍ରାପ୍ତ ହେବେ ବୋଲି କହିଲେ। ଯିଏ ତମକୁ ଅଭିଶାପ ଦେବ ସେ ଅଭିଶାପ ପାଇବ, ଯିଏ ଆଶୀର୍ବାଦ କରିବ ସେ ଆଶୀର୍ବାଦ ପାଇବ। ସେଥିପାଇଁ ଅବ୍ରାହମ ହେଉଛନ୍ତି ଜଣେ ଲୋକ ଆ, ବାଇବଲରେ ମହାପିତା ବୋଲି ପ୍ରଭୁତ୍ୱରେ ପ୍ରକାଶ କରାହେଲା। ତ ଅବ୍ରାହମ କେମିତି ଜଣେ ମହାପିତା ହେଇପାରିଲେ? ଆଁ? ଆଉ ଅବ୍ରାହମ ଜଣେ କେମିତି ପ୍ରଭୁତ୍ୱରେ ଆଦି ପିତା ହେଇପାରିଲେ? କାରଣ ଅବ୍ରାହମଙ୍କର ଜୀବନକୁ ଦେଖିଲେ କୌଣସି ତାର ଛୁଆ ନାହିଁ, ତାର ବଂଶ କିଛି ନାହିଁ। କିନ୍ତୁ ସେ ପ୍ରକାର ଲୋକକୁ ପ୍ରଭୁ କହିଲେ, ତୋ ଦ୍ୱାରା ମୁଁ ବହୁ ବଂଶ ଉତ୍ପନ୍ନ କରିବି। ଆକାଶର ତାରାଗଣ ଆକାଶର ତାରାଗଣ ପରି, ଏଁ, ସମୁଦ୍ର ବାଲୁକା ପରି ଅଗଣ୍ୟ ଜାତି ଉତ୍ପନ୍ନ ହବ କହିଲେ। ତ ଅବ୍ରାହମ କଣ ଦେଖିଥିବେ ସେ ସମୟରେ? ନିଶ୍ଚୟ ପରମେଶ୍ୱରଙ୍କୁ ଦେଖିଥିବେ। ଆଉ ଯୋଉ ପରମେଶ୍ୱର ଅବ୍ରାହମକୁ ପ୍ରଭୁତ୍ୱରେ ଆହ୍ୱାନ କଲେ। ସେଥିପାଇଁ ଅବ୍ରାହମ ଯେତେବେଳେ ପରମେଶ୍ୱରଙ୍କୁ ନେଇକି ବଞ୍ଚିଲେ, ଅବ୍ରାହମ ପାଖରେ ନଥିଲେ ମଧ୍ୟ ପରମେଶ୍ୱର ଥିଲା ପରି ଜୀବନ ବଞ୍ଚିଲେ। ସେଥିପାଇଁ ସେ ମନେ କଲେ ପରମେଶ୍ୱର ଶୁଣନ୍ତି ସେ ପରମେଶ୍ୱର ଯେ ନଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ମଲା ଲୋକକୁ ବଞ୍ଚିଥିଲା ପରି ଡାକନ୍ତି। ସେଥିପାଇଁ ସେ ଗୋଟେ ବିଷୟକୁ ବିଶ୍ୱାସ କଲେ, ପରମେଶ୍ୱର ଶୁଣନ୍ତି ସେ ପରମେଶ୍ୱର, ପରମେଶ୍ୱରଙ୍କ ପାଖରେ ଶକ୍ତି ଅଛି। ସେଥିପାଇଁ ଅବ୍ରାହମ ପ୍ରଭୁତ୍ୱରେ ଆହ୍ୱାନ ପ୍ରାପ୍ତ ହେଲା ପରେ ଯୋଉ ଦେଶ ପାଇବା ପାଇଁ ସେ ଗଲେ, ଆ, ଆଜ୍ଞା ବହ ହେଇକି ବାହାରି ଗଲେ ଲେଖା ହେଇଛି। 12 ପଦ ଦେଖିବେ କହିଲେ ଏଇଟା ଲେଖା ହେଇଛି, ଏହେତୁ ଜଣେ ମୃତକଳ୍ପ ଜଣେ ବ୍ୟକ୍ତିଙ୍କ ଠାରୁ ଆକାଶର ନକ୍ଷତ୍ର ଗଣ ପରି ଅସଂଖ୍ୟ ସମୁଦ୍ର ତୀରସ୍ଥ ବାଲୁକା ପରି ଅଗଣ୍ୟ ଜାତି ଉତ୍ପନ୍ନ ହେଲା। ତ ଅବ୍ରାହମ ଦ୍ୱାରା କେମିତି ଅଗଣ୍ୟ ଜାତି ଉତ୍ପନ୍ନ ହଉଛି? ପୁରା ଗଣା ଯାଇ ପାରୁନାହିଁ। ଅବ୍ରାହମ ଏତେ ମହାନ ପିତା ହେଇଗଲେ। ତାମାନେ ଅବ୍ରାହମ ଜଣେ ଲୋକ ନଥିଲେ ଯିଏକି ଏ ପ୍ରକାର ଲୋକ ହେଇଯିବେ। କିନ୍ତୁ ପରମେଶ୍ୱର ଅବ୍ରାହମଙ୍କ ଲାଇଫରେ କାମ କଲେ। ପରମେଶ୍ୱର ପରମେଶ୍ୱରଙ୍କର ସୃଷ୍ଟିକୁ ଯେତେବେଳେ ଅବ୍ରାହମ ଜାଣିଲେ, ନିଶ୍ଚୟ ଏ ଶୁଣି ଜଣେ ପରମେଶ୍ୱର ଯିଏକି ମୋତେ ବର୍ତ୍ତମାନ ପ୍ରକୃତିରେ ନିଜର ଦୁନିଆର ପ୍ରକୃତିରେ ବାହାର କରିକି ନେବା ପାଇଁ ଚାହୁଁଛନ୍ତି, ଯୋଉ ଦୁନିଆ ପରମେଶ୍ୱର ମୋ ପାଇଁ ରଖି ଆସନ୍ତି। ସେଥିପାଇଁ ଆମେ ମଧ୍ୟ ଯେତେବେଳେ ସୁସମାଚାର ଶୁଣୁଛୁ, ଯଦି ନିଜର ଚିନ୍ତାରେ ଯଦି ଆମେ ବାହାରିବୁନି, ତେବେ ଆମେ କେବେ ମଧ୍ୟ ସୁସମାଚାର ଆମ ହୃଦୟରେ ସ୍ଥାପନ ହବ ନାହିଁ। ଆଉ ମୁଁ ସୁସମାଚାର ମଧ୍ୟ କେବେ ବିଶ୍ୱାସ କରିପାରିବି ନାହିଁ। ସେଥିପାଇଁ ପାଉଲ ମଧ୍ୟ ରୋମରେ ପ୍ରଚାର କଲା ବେଳକୁ ଗୋଟେ ବିଷୟ କହିଲେ, ତମେ ହଉଛ ବିଜାତୀୟ ଲୋକ କିନ୍ତୁ ମୁଁ ଯୀଶୁଙ୍କର ଦାସ ପ୍ରେରିତ, ମୁଁ ତୁମମାନଙ୍କ ନିମନ୍ତେ ଆହ୍ୱାନ ପ୍ରାପ୍ତ କରାଯାଇଛି, ତମେ ଯୀଶୁଙ୍କ ଠାରେ ବିଶ୍ୱାସ କର, ବିଶ୍ୱାସ କଲେ ତମେ ଜଣେ ଧାର୍ମିକ ହବ ବୋଲି କହିଲେ। ସେଥିପାଇଁ ପାଉଲ ସିଧା ସିଧା ପ୍ରଚାର କଲେ। ତ ଆମେ ଏ ବାକ୍ୟକୁ ଯେତେବେଳେ ଦେଖବା କହିଲେ, ସତରେ ପରମେଶ୍ୱର ହେଉଛନ୍ତି ମହାନ ପରମେଶ୍ୱର ଯିଏକି ଜଗତକୁ ଏ ପ୍ରକାର ଭାବରେ ସଜେଇଛନ୍ତି। ସେଥିପାଇଁ ଜଗତର ଯାହା ଯୋଉ ଜିନିଷ ମଧ୍ୟ ଆମେ ଦେଖିବା, ଆମେ ପରମେଶ୍ୱରଙ୍କର ତାର ସୃଷ୍ଟିକୁ ପ୍ରକୃତିରେ ଆବିଷ୍କାର କରିପାରିବା। ସେଥିପାଇଁ ପରମେଶ୍ୱର ସବୁ ଜାଗାରେ ଅଛନ୍ତି ଲେଖା ହେଇଛି। ସେଥିପାଇଁ ପରମେଶ୍ୱର କହିଲେ, ମୁଁ ଆଲଫା ଓମେଗା, ଆଦି ଓ ଅନ୍ତ, ମୁଁ କୋଉ ଅକ୍ଷ, ଆରମ୍ଭ ଓ ଶେଷ ବୋଲି କହିଲି। ସେଥିପାଇଁ ପରମେଶ୍ୱର ସବୁ ବିଷୟକୁ କହିବା ପାଇଁ ଚାହୁଁଛନ୍ତି ଯେ ମୁଁ ଏଟା ସବୁ ବିଷୟକୁ ରଖିଛି। ସେଥିପାଇଁ ଆମେ ଯଦି ପରମେଶ୍ୱରଙ୍କ ଦ୍ୱାରା କଢ଼େଇକି ନିଆଯିବୁ, ପରମେଶ୍ୱର ଯେତେବେଳେ ମୋର ବିଶ୍ୱାସ ଭୂମି ହେବେ, ତେବେ ମୁଁ ବେଶୀ ଧନ୍ୟବାଦୀ ହେବି। ଆଉ ପରମେଶ୍ୱରଙ୍କ ସହିତ ମୁଁ ଖୁସିରେ ଆଶାରେ ପକଉଥିଲି, ଅବ୍ରାହମ ଯେମିତି ବଞ୍ଚିଲେ ମୁଁ ସେମିତି ବଞ୍ଚିବି, ପାଉଲ ଯେମିତି ବଞ୍ଚିଲେ ମୁଁ ସେମିତି ବଞ୍ଚିପାରିବି। ପାଉଲ ଅବ୍ରାହମଙ୍କ ଜୀବନରେ ସମସ୍ୟା ନଥିଲା କି? ସମସ୍ୟା ଥିଲା। କଷ୍ଟକର ବିଷୟ ନଥିଲା କି? ଥିଲା। କିନ୍ତୁ ଏମାନେ ହେଉଛନ୍ତି ଜଣେ ଲୋକ ଯେଉଁମାନେ ଈଶ୍ୱରଙ୍କର ଶକ୍ତିକୁ ଆବିଷ୍କାର କରିକି ବଞ୍ଚିଲେ। ସେଥିପାଇଁ ଈଶ୍ୱରଙ୍କ ଶକ୍ତି ଯେତେବେଳେ ଆବିଷ୍କାର କରିକି ବଞ୍ଚିଲେ, ସେମାନେ ଈଶ୍ୱରଙ୍କ ଦ୍ୱାରା ପ୍ରଭୁତିରେ ଧରାଗଲେ। ଈଶ୍ୱର ସେମାନଙ୍କର ଜୀବନକୁ ସଜେଇଲେ, ଈଶ୍ୱର ସେମାନଙ୍କର ସହବର୍ତ୍ତୀ ହେଲେ, ଈଶ୍ୱର ସେମାନଙ୍କୁ ପ୍ରକୃତରେ ଜଗତରେ ଖୁସି ଦେଲେ, ଆଶା ଦେଲେ। ଯଦିଓ ବି ଖୁସି ନଥିଲା ପରି ଦେଖାଗଲେ, କିନ୍ତୁ ହୃଦୟ ଭିତରେ ସେମାନଙ୍କ ହୃଦୟରେ ବହୁତ ଖୁସି ଥିଲା। ସେଥିପାଇଁ ଆମମାନଙ୍କ ହୃଦୟରେ ଯଦି ଦେଖିବା କହିଲେ, ଆମେ ମଧ୍ୟ ପରମେଶ୍ୱରଙ୍କ ଦ୍ୱାରା ଯେତେବେଳେ ଧରାଯିବୁ, ପରମେଶ୍ୱର ଯେତେବେଳେ ଆମର ବିଶ୍ୱାସ ଭୂମି ହେବେ, ମୁଁ ଯେତେବେଳେ ପରମେଶ୍ୱରଙ୍କ ଉପରେ ନିର୍ଭର କରିବା ଜୀବନ ଯେତେବେଳେ ବଞ୍ଚିବି, ନିଶ୍ଚିତ ଭାବରେ ପରମେଶ୍ୱର ମୋତେ ଜଗତରେ ଆଶୀର୍ବାଦର ଲୋକ ବନେଇବେ। ତ ସେଇ ସମୟରେ ମୋର ହୃଦୟରେ ଖୁସି ଆସିବ, ଆଶା ଆସିବ, ଆନନ୍ଦ ଆସିବ। ସେତେବେଳେ ମୁଁ ଅବ୍ରାହମ ପୁରୀ ଗୋଟେ ବିଷୟକୁ ସ୍ୱୀକାର କରିବି, କଣ? ଏଭଳି ପୁସ୍ତକ 11 ପର୍ବର ବାକ୍ୟ ଦ୍ୱାରା ଆମେ ଦେଖିବା, 19 ପଦ ଦେଖନ୍ତୁ। କାରଣ ଈଶ୍ୱର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ, ଏହା ସେ ମନେ କରିଥିଲେ
ଆଉ ସେ ମଧ୍ୟ ତାହାଙ୍କ କଣ ଦୃଷ୍ଟାନ୍ତ ଭାବେ ମୃତ୍ୟୁକୁ ଫେରି ପାଇଲେ। ବିଶ୍ୱାସ ଦ୍ୱାରା ଇସାକ ଭବିଷ୍ୟ ବିଷୟରେ ମଧ୍ୟ ଯାକୋବ ଏସବୁ ଆଶୀର୍ବାଦ କଲେ। ତ ଏଇ ଜାଗାରେ ଯଦି ଦେଖିବାକୁ ହେଲେ ବିଶ୍ୱାସ ଦ୍ୱାରା ସେ ଇସାକକୁ ପାଇ ସାରିଛନ୍ତି। ତ ଯଦି ବି ଇସାକ ନଥିଲେ ଅବ୍ରାମର ଲାଇଫରେ, କିନ୍ତୁ ଇସାକ ଦ୍ୱାରା ସେ ବଞ୍ଚିଲେ, ଇସାକକୁ ପାଇଲେ ସେ। ସେଥିପାଇଁ ଗୋଟେ ସମୟ ଆସୁଛି ପରମେଶ୍ୱର ଅବ୍ରାହ୍ମକୁ ପରୀକ୍ଷା କଲେ, ସତରେ ପରମେଶ୍ୱର ଇଏ ମୋର ବାକ୍ୟକୁ ବିଶ୍ୱାସ କରୁଛି କି? ସତରେ ଅବ୍ରାହ୍ମଙ୍କ ଜୀବନରେ ମୋ ପ୍ରତି ଭୟ ଅଛି କି? ସେଥିପାଇଁ ଆଦି ପୁସ୍ତକ 22 ପର୍ବରେ ପରମେଶ୍ୱର ଅବ୍ରାହ୍ମକୁ ପରୀକ୍ଷା କଲେ। ପରୀକ୍ଷା କଲେ କଣ? ତୁ ଯା, ତୋର ପୁଅକୁ ନେ, ଆଉ ମୋରିଆ ଦେଶକୁ ଯା, ମୁଁ ଗୋଟେ ଜାଗା ତ କହିବି, ସେ ଜାଗାକୁ ଯାଇକି ତୋର ପୁଅକୁ ବଳି କରେ। ଅବ୍ରାହ୍ମ ଯେତେବେଳେ ଏଟାକୁ ଶୁଣିଲେ, ଅବ୍ରାହ୍ମର ହୃଦୟରେ କି ପ୍ରକାର ରିଆକ୍ସନ ହେଇଥିବ? ଅବ୍ରାହ୍ମ କଣ ଭାବିଥିବେ? ହଁ, ଆରେ ପରମେଶ୍ୱର ବର୍ତ୍ତମାନ ମତେ ଦେଲେ ଛୁଆ, କିନ୍ତୁ ଏବେ ଆଉ ଥରେ କହୁଛନ୍ତି ତୁ ଯା, ତୋର ପୁଅକୁ ତୁ ନୈବେଦ୍ୟ ଉତ୍ସର୍ଗ କରେ। ଏଇଟା କେମିତିକିଆ, କୋଉ ପ୍ରକାର ପ୍ରତିଜ୍ଞା? ତ ଅବ୍ରାହ୍ମ ଗୋଟେ ବିଷୟ ଜାଣିଥିବେ, ହଁ ଏଇ ପ୍ରତିଜ୍ଞାର ଛୁଆ ଯୋଉ ମୁଁ ପାଇଛି ଏଇଟା ହଉଛି ମୋର ନାହିଁ, କିନ୍ତୁ ଏଇଟା ହଉଛି ପ୍ରଭୁଙ୍କର। ତ ମୁଁ ଯଦି ପ୍ରଭୁଙ୍କର ବାକ୍ୟ ଯଦି ବିଶ୍ୱାସ କରିବି, ତ ପରମେଶ୍ୱର ଅଛନ୍ତି ସକ୍ଷମ ଯିଏକି ମୃତମାନଙ୍କୁ ମଧ୍ୟ ଉଠେଇ ପାରିବେ। ଠିକ ଅଛି। ହଁ, ଏ ଅବ୍ରାହମ ଇସାକକୁ ପ୍ରକୃତିରେ ବଳି ଦେବା ଦରକାର କହିକି ଗଲେ। ସେ ସମୟରେ ଅବ୍ରାହମ ଆଉ ଇସାକ ପ୍ରକୃତିରେ ପ୍ରସ୍ଥାନ କଲେ। ହୋମ ପାଇଁ କାଠ, ଛୁରିକା ଧରିଲେ, ଆଉ ତାଙ୍କର ଦାସମାନଙ୍କୁ ନେଇକି ଗଲେ। ଦାସମାନଙ୍କୁ ଅଧା ରାସ୍ତାରେ ରଖିଲେ, ଆଉ ଅବ୍ରାହମ କହିଲେ ତମେ ଏଠି ଥାଅ, ଜଗିଥାଅ, ଆମେ 2 ଜଣ ଯାଇକି ଆସିବୁ। ଇସାକ ପଚାରିଲା, ବାପା ମେଣ୍ଢା ଛୁଆ କାହିଁ? ଅବ୍ରାହମ କହିଲେ ପରମେଶ୍ୱର ଆପେ ଜଗେଇବେ। ତ ସେ ସମୟରେ ଯଜ୍ଞ ବେଦୀ ତିଆରି କଲେ, ହୋମ ପାଇଁ କାଠ ପ୍ରକୃତିରେ ସଜେଇଲେ, ଇସାକକୁ ଶୋଇଲେ, ଆଉ ଆଘାତ କଲା ବେଳକୁ, ମାରିଲା ବେଳକୁ ପରମେଶ୍ୱର କହିଲେ ଇସାକ ପ୍ରତି ତମେ କୌଣସି କ୍ଷତି କର ନାହିଁ, ଆଉ କୌଣସି କ୍ଷତି କର ନାହିଁ। ତମେ ସାଇଡକୁ ଦେଖ, ବୁଦାକୁ ଅନାଅ, ସେ ଜାଗାରେ ମେଣ୍ଢା ଅଛି। ତ ସେ ସମୟରେ ଅବ୍ରାହମ ଯେତେବେଳେ ଅନେଇଲେ, ସେଠି ମେଣ୍ଢାକୁ ପରମେଶ୍ୱର ଯୋଗେଇଲେ। ସେଥିପାଇଁ ବିଶ୍ୱାସରେ ଏ, ଅବ୍ରାହମ ପ୍ରକୃତିରେ ଇସାକୁ ପ୍ରକୃତିରେ ବୋଧ କରିବା ପାଇଁ ଯାଉଥିଲେ, କିନ୍ତୁ ପରମେଶ୍ୱର ଦେଖିଲେ ଅବ୍ରାହମ ପରମେଶ୍ୱରଙ୍କୁ ଭୟ କରିବାର ଜୀବନ ବଞ୍ଚୁଛନ୍ତି। ଅବ୍ରାହମ ସତରେ ପରମେଶ୍ୱରଙ୍କୁ ଭୟ କରୁଛନ୍ତି, ବିଶ୍ୱାସ କରୁଅଛନ୍ତି। ତ ପରମେଶ୍ୱର କହିଲେ, ମୁଁ ଜାଣିଲି ତୁ ମତେ ମୁଁ ଅବିଶ୍ୱାସ କରୁନୁ, ତୁ ମତେ ବିଶ୍ୱାସ କରୁଛୁ। ତମ ପାଖରେ ଈଶ୍ୱରଙ୍କର ଭୟ ଅଛି। ତ ତୋ ପାଖରେ ଈଶ୍ୱରଙ୍କର ଭୟ ଅଛି, ଆଉ ତମେ ମୋର ଭୟ କରିକି ଜୀବନ ବଞ୍ଚୁଛ। ତମର ବିଶ୍ୱାସକୁ ମୁଁ ଦେଖିଲି, ତମର ବିଶ୍ୱାସ ହେଉଛି ବେଶୀ ଦୃଢ଼। ସେଥିପାଇଁ ପରମେଶ୍ୱର ନାଇଁକି ଅବ୍ରାହମର ଲାଇଫରେ ସେତେବେଳେ କାମ କଲେ। ସେଥିପାଇଁ ଇସାକ ଦ୍ୱାରା ପ୍ରକୃତିରେ ବହୁ ବଂଶ ହେଲା। ଆଁ, ଇସାକ ପରେ ଯାକୋବ ଆଇଲା। ଆଁ, ଯାକୋବ ମଧ୍ୟ ପ୍ରକୃତିରେ ଆଶୀର୍ବାଦ ହେଲେ। ଯାକୋବ ଦ୍ୱାରା ମଧ୍ୟ ବହୁ ବଂଶ ଉତ୍ପନ୍ନ ହେଲା। ତ ଆମେ ଯଦି ଦେଖିବାକୁ ହେଲେ ଏ ଅବ୍ରାହମଙ୍କ ବଂଶରୁ, ଯାକୋବ ବଂଶରୁ, ଆଉ ଯୀଶୁଙ୍କର ବଂଶାବଳୀ ପ୍ରକୃତିରେ ଆସୁଛି। ସେଥିପାଇଁ ଆମେ ଯେତେବେଳେ ଦେଖୁଛୁ, ଆମେ ନିଜକୁ ଦେଖିଲେ ଆମେ ଜଣେ ଲୋକ ବିଜାତୀୟ, ଆମେ ସୁଜାତୀୟ ଲୋକ ନାହିଁ। ବିଜାତୀୟ ଲୋକ ହଉଛନ୍ତି ଇସ୍ରାଏଲ ଲୋକମାନେ। ତ ଇସ୍ରାଏଲ ଲୋକମାନଙ୍କୁ 1,44,000 ଲୋକକୁ ମୁଦ୍ରାଙ୍କିତ କରାହେଇଛି। ତ ସେମାନେ ହଉଛନ୍ତି ମୁଦ୍ରାଙ୍କିତ ଲୋକମାନେ। ତ ବର୍ତ୍ତମାନ ପର୍ଯ୍ୟନ୍ତ ସେ ମୁଦ୍ରାଙ୍କିତ ଲୋକ ପରିତ୍ରାଣ ପାଇନାହାନ୍ତି। ଆଜକୁ ଆମର ରାଷ୍ଟ୍ର ପ୍ରକୃତିରେ ଅତି ବେଶୀ ହେଲେ 2 ଥର କି 3 ଥର ଇସ୍ରାଏଲକୁ ଯାଇକି ସୁସମାଚାର ଘୋଷଣା କଲେଣି। ସେଠି ବହୁତ ଲୋକ ମଧ୍ୟ ପରିତ୍ରାଣ ପାଇଛନ୍ତି। ଏଁ, ଇସ୍ରାଏଲରେ ରାବି ମାନେ ଅଛନ୍ତି, ଯେଉଁମାନେ କି ପରିତ୍ରାଣ ପାଇଛନ୍ତି ପାଷ୍ଟରଙ୍କ ଠାରୁ। ତ ପାଷ୍ଟର ସେମାନଙ୍କ ମଧ୍ୟରୁ 1,44,000 ଲୋକଙ୍କୁ ଏବେ ବାଛିକି ରଖିଛନ୍ତି, ମୁଦ୍ରାଙ୍କିତ କରିଛନ୍ତି। ତ ଯୋଉ ସମୟରେ ଇସ୍ରାଏଲ ଲୋକମାନେ ଯୋଉ ମୁଦ୍ରାଙ୍କିତ ହେଇଅଛନ୍ତି, ସେମାନେ ଯଦି ପରିତ୍ରାଣ ପାଇବେ, ଏ ଜଗତରେ ନାହିଁ କି ଆ, ଆ, ଯୁଗାନ୍ତର ସମୟ ପ୍ରକୃତିରେ ଆସିବ। ସେ ସମୟରେ ରେପଚର ହବ, ଲୋକମାନେ ରେପଚର ହେବେ। ତ ସେ ସମୟରେ ପରମେଶ୍ୱର ପ୍ରକୃତିରେ ଆସିବେ, ଆଉ ପରମେଶ୍ୱର ଲୋକମାନଙ୍କ ପ୍ରକୃତିରେ ଅର୍ଦ୍ଧ ସ୍ୱର୍ଗ ପ୍ରକୃତିରେ ନେଇକି ଯିବେ। ସେଥିପାଇଁ ଆମେ ଯେତେବେଳେ ଦେଖୁଛୁ ସତରେ ସୁସମାଚାରକୁ ପାଇଲା ପରେ, ଆମେ ହଉଛୁ ଜଣେ ଲୋକ ପ୍ରକୃତିରେ ଦୀପ୍ତି ପରି ଲାଇଫ ପ୍ରକୃତିରେ ବଞ୍ଚୁଛୁ। ଯଦି ବି ଆମ ଲାଇଫରେ ଅନେକ ଗୁଡ଼ିଏ ପରିସ୍ଥିତି ଅଛି, ଅନେକ ଗୁଡ଼ିଏ ସମସ୍ୟା ଗୁଡ଼ାକ ପ୍ରକୃତିରେ ଚାରିଆଡ଼େ ପ୍ରକୃତିରେ ଅଛି, କିନ୍ତୁ ଆମେ ଯେତେବେଳେ ବାକ୍ୟ ଦ୍ୱାରା
ପରମେଶ୍ୱରଙ୍କର ଆହ୍ୱାନ ଦ୍ୱାରା ଯେତେବେଳେ ଆମେ ଚାଳିତ ହଉଛୁ, ତ ନିଶ୍ଚିନ୍ତ ଭାବରେ ଆମ ଲାଇଫରେ ମଧ୍ୟ ସେଠି ଫଳ ପ୍ରକୃତିରେ ଅଛି। ସେଥିପାଇଁ ମୁଁ ଆଜି ରମ୍ୟ ପୁସ୍ତକ 1 ପର୍ବକୁ ବାକ୍ୟକୁ ଯେତେବେଳେ ପଢିଲି, ମୋ ହୃଦୟରେ ମୁଁ ବେଶୀ ଆଶାକୁ ପ୍ରକୃତିରେ ପାଇଲି। ତ ଆମେ ଦେଖିବା ରମ୍ୟ ପୁସ୍ତକ ଆଉ ଥରେ। 17 ପଦ ଦେଖନ୍ତୁ। ସେଥିରେ ତ ଈଶ୍ୱର ଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ବିଶ୍ୱାସଜନକ, ଯେପରି ଲେଖା ଅଛି ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ତ ବାଇବଲ ଦେଖିଲେ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ ଲେଖା ହେଇଛି। ଏଁ? ସତ୍ୟକୁ ପ୍ରତିରୋଧ କରନ୍ତି ଲେଖା ହେଇଛି। ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି ଲେଖା ହେଇଛି। କିନ୍ତୁ ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୋଧରେ ଈଶ୍ୱରଙ୍କର ସ୍ୱର୍ଗର ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହେଉଛି। ତେବେ ଯିଏ ବି ବାକ୍ୟକୁ ବିଶ୍ୱାସ କରିବ ନାହିଁ, ସ୍ୱର୍ଗରୁ କ୍ରୋଧ ଆସିବ ସେମାନଙ୍କର ଲାଇଫ। କିନ୍ତୁ ପାଉଲଙ୍କ ହୃଦୟରେ ଗୋଟିଏ ବିଷୟ ପ୍ରକୃତିରେ ଅଛି, ଯେମିତି ଏମାନଙ୍କ ହୃଦୟରେ ସୁଷମାଚାର ପ୍ରକୃତିରେ ସ୍ଥାପନ ହବ। କେମିତି ଏମାନେ ବାକ୍ୟ ଦ୍ୱାରା ଈଶ୍ୱରଙ୍କର ଶକ୍ତିକୁ ପ୍ରକୃତିରେ ଆବିଷ୍କାର କରିବେ, ଈଶ୍ୱରଙ୍କ ଦ୍ୱାରା ଯେତିକି କଢେଇକି ନିଆଯିବେ। ପାଉଲ ସେ ଗୋଟେ ଇଚ୍ଛାକୁ ନେଇକି ରୋମରେ ମଧ୍ୟ ସୁଷମାଚାରକୁ ପ୍ରଚାର କରୁଛନ୍ତି। ସେଥିପାଇଁ ପାଉଲ ଲୋକମାନଙ୍କୁ କହିଲେ, ଗାଲାତିଆ ପୁସ୍ତକ ଯଦି ଆମେ ଦେଖିବା, ଆଉ ଟିକେ ଚାଲନ୍ତୁ ଗାଲାତିଆ ପୁସ୍ତକ ଖୋଲିବା। 3 ପର୍ବର 10 ପଦ। କାରଣ ଯେତେ ଲୋକ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି ସେମାନେ ଶାପଗ୍ରସ୍ତ, ଯେଣୁ ଲେଖା ଅଛି ଯେ କେହି ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରବୃତ୍ତ ନ ହୁଏ, ସେ ଶାପଗ୍ରସ୍ତ। ବ୍ୟବସ୍ଥା ଦ୍ୱାରା କେହି ଯେ ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହୁଏ ନାହିଁ, ଏହା ତ ସ୍ପଷ୍ଟ, କାରଣ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ତ ପାଉଲ ସିଧା କହିଲେ ବ୍ୟବସ୍ଥା ଦ୍ୱାରା କେହି ମଧ୍ୟ ଧାର୍ମିକ ହବ ନାହିଁ, କିନ୍ତୁ ବ୍ୟବସ୍ଥା ପାଳନ କରିବା ଦ୍ୱାରା ସମସ୍ତେ ଅଭିଶାପ ପାଇବେ ବୋଲି କହୁଛନ୍ତି। ସେଥିପାଇଁ 11 ପଦରେ କହିଲେ ବିଶ୍ୱାସ ଦ୍ୱାରା ସେ ଯେ କି ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହୁଏ ନାହିଁ ଲେଖାଇଛି। ଏହା ତ ସ୍ପଷ୍ଟ, କାରଣ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ତ ପାଉଲ କଣ କହିବା ପାଇଁ ଚାହୁଁଛନ୍ତି? ପାଉଲଙ୍କର ପ୍ରଚାର କଣ? ତମେ ଯୋଉ ଧର୍ମ କର୍ମ ସାଧନ କରୁଛ, ତମେ ବ୍ୟବସ୍ଥାରେ ପ୍ରକୃତରେ ଲିପ୍ତ ଅଛ, ତମେ ଜାଣିଥାଅ ତମେ କେବେ ମଧ୍ୟ ଧାର୍ମିକ ହେଇପାରିବ ନାହିଁ। କାରଣ ପରମେଶ୍ୱର କହୁଛନ୍ତି ଧାର୍ମିକ ହେବା ପାଇଁ ଜଣେ ଲୋକ ବିଶ୍ୱାସ କରିବା ଦରକାର। ସେଥିପାଇଁ ବାଇବଲ କହୁଛି ଧାର୍ମିକ ବିଶ୍ୱାସରେ ବଞ୍ଚିବ। ତମେ ଆଜି ଯଦି ବିଶ୍ୱାସ କରିବ, ତମେ ଏବେ ଧାର୍ମିକ ହବ। ସେଥିପାଇଁ ପାଉଲ ସିଧା ସିଧା ସୁସମାଚାର ପ୍ରଚାର କଲେ। ତ ସେଥିପାଇଁ ସେ କହିଲେ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କଣ, କାରଣ ଯେତେ ଲୋକ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି ସେମାନେ ଶାପଗ୍ରସ୍ତ ବୋଲି କହିଲେ। ସେଥିପାଇଁ ବ୍ୟବସ୍ଥା ପାଳନ କଲେ ମଧ୍ୟ ସମସ୍ୟା, ନ କଲେ ବି ସମସ୍ୟା। ଯଦି ଆମେ ଦେଖିବା କହିଲେ ଏ ବାକ୍ୟକୁ ଧରିକି ରମ୍ୟ ପୁସ୍ତକ 2 ପର୍ବର ବାକ୍ୟ ମଧ୍ୟ ଦେଖିବା, ସେ ଜାଗାରେ 12 ପଦରେ ମଧ୍ୟ ଲେଖା ହେଇଛି, ଯେଣୁ ଯେତେ ବ୍ୟବସ୍ଥା ବିହୀନ ହୋଇ ପାପ କରିଅଛନ୍ତି ସେମାନେ ମଧ୍ୟ ବ୍ୟବସ୍ଥା ବିନା ବିନଷ୍ଟ ହେବେ, ଆଉ ଯେତେ ବ୍ୟବସ୍ଥା ପ୍ରାପ୍ତ ହୋଇ ପାପ କରିଅଛନ୍ତି ସେମାନେ ବ୍ୟବସ୍ଥା ଅନୁସାରେ ବିଚାରିତ ହେବେ। ତ ଏ ଜାଗାରେ 2 ପ୍ରକାର ଲୋକମାନଙ୍କର ପାଇଁ ବିଚାର ଅଛି। ତ ପାଉଲ ଲୋକମାନଙ୍କ ସମ୍ମୁଖରେ ସୁସମାଚାର ପ୍ରଚାର କରୁଛନ୍ତି। ଏହାର ଅର୍ଥ ହେଉଛି ପରମେଶ୍ୱରଙ୍କର ବିଚାରକୁ ଲୋକମାନଙ୍କ ହୃଦୟରେ ସ୍ଥାପନ କରିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ଲୋକମାନଙ୍କର ହୃଦୟରେ ଯେତେବେଳେ ବିଚାର ପ୍ରକୃତିରେ ପ୍ରବେଶ କରିବ, ବିଚାର ଯେତେବେଳେ ସ୍ଥାପନ ହବ, ସେମାନେ ମନ ପରିବର୍ତ୍ତନ କରିବେ ଆଉ ଈଶ୍ୱରଙ୍କ ଆଡ଼କୁ ଫେରିବେ। ସେଥିପାଇଁ ବିନା ମନ ପରିବର୍ତ୍ତନରେ ଜଣେ ଲୋକ ସୁସମାଚାର ଗ୍ରହଣ କରିପାରିବ ନାହିଁ। ସେଥିପାଇଁ ପାଉଲ କହିଲେ 4 ପଦରେ, ଈଶ୍ୱର ତମମାନଙ୍କୁ ମନ ପରିବର୍ତ୍ତନ ଆଡ଼କୁ ଘେନି ଯିବା ପାଇଁ ଚେଷ୍ଟା କରୁଛନ୍ତି। ତମେ ନ ଜାଣିକି କାହିଁକି ତମେ ତାହାଙ୍କର କୃପା ଧୈର୍ଯ୍ୟକୁ ଆଉ ଚିରସଂସ୍କୃତ ରୂପକୁ ଧନ ତୁଚ୍ଛ କରୁଅଛ? ଏଇଟା ମହାନ ସୁସମାଚାର ମୁଁ ତମ ସମ୍ମୁଖରେ ଆଣିଛି, ତମେ ବିଶ୍ୱାସ କର। ବିଶ୍ୱାସ କଲେ ତମେ ବିଜାତି ଥିଲେ ମଧ୍ୟ ତମେ ଧାର୍ମିକ ହବ। ସେଥିପାଇଁ ଏ ପାଉଲ ଦ୍ୱାରା ବିଜାତୀୟ ଲୋକମାନେ ପ୍ରକୃତିରେ ପରିତ୍ରାଣ ପାଇଲେ। ସେଥିପାଇଁ ଆମେ ଯେତେ ଦେଖୁଛୁ ଏ ପାଉଲ ପାଇଁ ଆମେ ବର୍ତ୍ତମାନ ଯଦି ଦେଖିବା କହିଲେ ସୁସମାଚାରକୁ ପ୍ରକୃତିରେ ପାଇଛୁ। ଆମେ ଜଣେ ଲୋକ ସୁଜାତୀୟ ନାହିଁ, ଆମେ ହଉଛୁ ବିଜାତୀୟ ଲୋକ। କିନ୍ତୁ ଏ ପାଉଲଙ୍କର ପ୍ରଚାର ପାଇଁ ସମସ୍ତ ବିଜାତୀୟ ଲୋକମାନଙ୍କ ସମ୍ମୁଖରେ ମଧ୍ୟ ସୁସମାଚାର ପ୍ରକୃତିରେ ସ୍ପ୍ରେଡ୍ ହେଇଗଲା।
ସେଥିପାଇଁ ମୁଁ ବାକ୍ୟ ଯେତେବେଳେ ପଢୁଛି ମୋ ହୃଦୟରେ ବେଶୀ ଖୁସି ହଉଛି। ତ ସେଥିପାଇଁ ଖାଲି ସେତିକି ନୁହଁ। ଏ ରମ୍ୟ ପୁସ୍ତକ 3 ପର୍ବର 19-20ରେ ମଧ୍ୟ ସେ ସିଧା କହିଲେ, ଆଉ ଆମମାନେ ତ ଜାଣନ୍ତି ବ୍ୟବସ୍ଥା ଯାହା ଯାହା କୁହେ, ସେଇ ସବୁ ବ୍ୟବସ୍ଥା ଦିନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ, ସମସ୍ତ ଜଗତ ଈଶ୍ୱରଙ୍କର ବିଚାରରେ ଦଣ୍ଡନୀୟ ହେବ। ସେଥିପାଇଁ ବ୍ୟବସ୍ଥା ଯେତେବେଳେ ପ୍ରଭୁ ଦେଲେ, ଲୋକମାନଙ୍କୁ ବିଚାରକୁ ଦେଲେ। ସେଥିପାଇଁ ଏ ବ୍ୟବସ୍ଥା ଆସିଲେ ସମସ୍ତଙ୍କର ପାଟି ବନ୍ଦ ହେବ। ଈଶ୍ୱରଙ୍କ ସମ୍ମୁଖରେ ସେମାନେ ଦଣ୍ଡନୀୟ ହେବେ ଲେଖା ହେଇଛି। 20 ପଦ ଲେଖା ହେଇଛି, କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ସାଙ୍ଗରେ ଧାର୍ମିକ ଗଣିତ ହେବ ନାହିଁ, ଯେ ତେ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମେ। ତ ବ୍ୟବସ୍ଥା ଲୋକ ଯେତେବେଳେ ପାଳନ କରିବେ, ପାପର ଜ୍ଞାନ ଜନ୍ମ ହେବ। ପାପର ଜ୍ଞାନ ଜନ୍ମ ହେଲେ କଣ ହବ? ଲୋକ ବାଧ୍ୟ ମରିଯିବେ। ବାଇବଲ କହୁଛି ପାପର ବେତନ ମୃତ୍ୟୁ। ତା ମାନେ ଜଣଙ୍କ ହୃଦୟରେ ଯଦି ପାପ ଅଛି, ବ୍ୟବସ୍ଥା ପାଳନ କରିପାରୁନାହାନ୍ତି, ଶେଷରେ ତାର ଫଳାଫଳ ହଉଛି ମରିଯିବ ସେ। କିନ୍ତୁ ପାଉଲ କଣ କାମ କରୁଛନ୍ତି? ବଞ୍ଚେଇବା କାମ କରୁଛନ୍ତି। ତମେ ସୁସମାଚାରକୁ ଗ୍ରହଣ କର। এই রম্য পুস্তକ 1 ପର୍ବ ଦ୍ୱାରା ତମେ ଈଶ୍ୱରଙ୍କ ସୃଷ୍ଟିକୁ ଆବିଷ୍କାର କର, ମନ ପରିବର୍ତ୍ତନ କର, ଈଶ୍ୱରଙ୍କ ଆଡକୁ ଫେର। ତ ପାଉଲ ଗୋଟେ ସୁସମାଚାରକୁ ପ୍ରଚାର କଲେ। ତ ସତରେ ଭାଇ ଭଉଣୀ ମାନେ, ଆମେ ମଧ୍ୟ ଯେତେବେଳେ ଦେଖୁଛୁ ଏ ସମାନ ସୁସମାଚାର ଦିନେ ଆମ ପାଖକୁ ଆସିଲା, ଆମେ ପ୍ରକୃତରେ ଏ ସୁସମାଚାରକୁ ବିଶ୍ୱାସ କଲା ପରେ ଧାର୍ମିକ ଗଣିତ ହେଲୁ। ଆମେ ନିଜେ ଧାର୍ମିକ ହେଲୁ ନାହିଁ, ସୁସମାଚାର ଆମକୁ ବନେଇଲା ଆମେ ଧାର୍ମିକ ଯେମିତି ହବୁ। ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ଧାର୍ମିକତାର ବସ୍ତ୍ର ପ୍ରକୃତରେ ଦେଲେ। ବର୍ତ୍ତମାନ ଆମେ ଯୋଉ ଜୀବନ ଯାପନ କରୁଛୁ ବିଶ୍ୱାସରେ ବୋଲି ବାଇବଲ କହୁଛି। ସେଥିପାଇଁ ଆପଣମାନେ ମଧ୍ୟ ଯେତେବେଳେ ଦେଖୁଛନ୍ତି ଏ ସୁସମାଚାରକୁ, ଏ ସୁସମାଚାର ହେଉଛି କେତେ ମୂଲ୍ୟବାନ। ପାଉଲ କହିଲେ, ତମମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛ, ତମେ ନିଜେ ନିଜର ନୁହଁ। ତମମାନେ କି ଜାଣ ନାହିଁ ବୋଲି ପାଉଲ କହିଲେ କରନ୍ତି ପୁସ୍ତକରେ। ମୁଁ ନୂତନ ସୃଷ୍ଟି ହେଇଛି, ମୁଁ ପୁରାତନ ଲୋପ ପାଇଛି ବୋଲି କହିଲି। તે ପୁରାତନ ଲୋପ ପାଇଛି ମାନେ କଣ? ପୁରାତନ ମୋର ଯାହା ବି ପାପ ଥିଲା, ଅଧର୍ମରେ ପୀଡ଼ିତ ଥିଲି, ଉଁ, ମୋର ଶରୀର ସାରା ପ୍ରକୃତିରେ କ୍ଷତ ବିକ୍ଷତ ଥିଲା। ଆଁ, ମୁଁ ପ୍ରକୃତିରେ ସ୍ୱର୍ଗ ନ ଯାଇପାରବା ଲୋକ ଥିଲି, କିନ୍ତୁ ପରମେଶ୍ୱର ମୋତେ ବାଛିଲେ। ଆଁ, ସେଥିପାଇଁ ଆମେ ଯିଶାଇ ପୁସ୍ତକ ବାକ୍ୟ ଯଦି ଦେଖିବା 53 ପର୍ବରେ, ଏଠି ବାଇବଲ କଣ କହୁଛି ଚାଲନ୍ତୁ ଆମେ ଦେଖିବା। ଯିଶାଇ ପୁସ୍ତକ 53 ପର୍ବ 5 ପଦ, ଏ 4 ଆଉ 5 ପଦ ଦେଖନ୍ତୁ। ନିଶ୍ଚୟ ସେ ଆମମାନଙ୍କର ଯାତନା ସବୁ ଧାରଣ କରିଅଛନ୍ତି, ଆମମାନଙ୍କର ବ୍ୟଥା ସବୁ ବୋହି ଅଛନ୍ତି, ତଥାପି ଆମେ ତାହାଙ୍କୁ ଆହୁତ ଓ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଓ ଦୁଃଖଗ୍ରସ୍ତ ବୋଲି ମଣିଲୁ। ମାତ୍ର ମାତ୍ର ସେ ଆମମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ, ଆମମାନଙ୍କ ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଆମମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା, ଓ ତାହାଙ୍କ ପ୍ରହାରରେ ଆମମାନେ ସୁସ୍ଥ ହେଲୁ। ତ ଏ ଜାଗାରେ ଯୀଶୁ ଆସିଲେ, ସେ ଆମମାନଙ୍କର ଯାତନା ସବୁ ଧାରଣ କଲେ ଲେଖା ହେଇଛି। ଆମମାନଙ୍କର ବ୍ୟଥା ସବୁ ବୋହିଲେ ଲେଖା ହେଇଛି। ତଥାପି ଆମମାନେ ତାହାଙ୍କୁ ଆହୁତ ଈଶ୍ୱରଙ୍କ ଦ୍ୱାରା ପ୍ରହାରିତ ଦୁଃଖଗ୍ରସ୍ତ ବୋଲି ମଣିଲୁ ଲେଖା ହେଇଛି। ତ ଆମମାନଙ୍କର ହୃଦୟକୁ ଦେଖିଲେ ଆମେ ସଦାବେଳେ ବାକ୍ୟର ବିପରୀତ ଆଉ ପ୍ରତିଜ୍ଞାର ବିପରୀତ, ବାକ୍ୟ ଆଉ ଈଶ୍ୱରଙ୍କର ବିରୁଦ୍ଧ। କିନ୍ତୁ ବାଇବଲକୁ ଦେଖିଲେ ଯୀଶୁ ସେଠି ଆମମାନଙ୍କ ପାଇଁ କ୍ଷତ ବିକ୍ଷତ ହେଲେ ଲେଖା ହେଇଛି। ଆମମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ, ଆମର ଅପରାଧ ସେ ନିମନ୍ତେ ଚୂର୍ଣ୍ଣ ହେଲେ, ଆମମାନଙ୍କ ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା, ତାହାଙ୍କ ପ୍ରହାରରେ ତୁମମାନେ ଆମମାନେ ସୁସ୍ଥ ହେଲୁ ଲେଖା ହେଇଛି। ତ ମୁଁ ଆଜି ସୁସ୍ଥ ହେଇଛି କଣ ପାଇଁ? ଯୀଶୁ କ୍ରୁଶରେ ଚଢ଼ିଲେ, ଯୀଶୁ ପ୍ରହାରିତ ହେଲେ, ଯୀଶୁ ଚୂର୍ଣ୍ଣ ହେଲେ, ଯୀଶୁ ଅପରାଧ ବୋହିଲେ, ଆଁ, ଯୀଶୁ କ୍ଷତ ବିକ୍ଷତ ହେଲେ, ସେଥିପାଇଁ ମୁଁ ସୁସ୍ଥ ହେଲି। ପରମେଶ୍ୱର ଏ ବାକ୍ୟ ଆମକୁ ଦେଇକି କେତେ ମୂଲ୍ୟବାନ ପ୍ରଭୁତରେ ଭାବରେ ଆମମାନଙ୍କୁ ଗଣୁଛନ୍ତି। ସେଥିପାଇଁ ଆମେ ବାକ୍ୟ ଯେତେବେଳେ ବିଶ୍ୱାସ କରୁଛୁ, ସତରେ ଆମେ ଜଗତରେ ଗୋଟେ ଜ୍ୟୋତି ଭାବରେ ପ୍ରକୃତିରେ ପ୍ରକାଶ ହଉଛୁ। ସେଥିପାଇଁ ବାଇବଲରେ ଯୋହନ ପୁସ୍ତକରେ ଲେଖା ହେଲା, ଆଦ୍ୟରେ ବାକ୍ୟ ଥିଲା, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେ ବାକ୍ୟ ଈଶ୍ୱର ଥିଲେ। ସେଥିପାଇଁ ବାକ୍ୟ ହଉଛି ଈଶ୍ୱର। ଏ ବାକ୍ୟ ଦ୍ୱାରା ଈଶ୍ୱର ଆମମାନଙ୍କ ସମ୍ମୁଖରେ ପ୍ରକାଶ ହେବା ପାଇଁ ଚାହୁଁଛନ୍ତି। ସେଥିପାଇଁ ରୋମିଓ ପୁସ୍ତକ ହଉଛି ଗୋଟେ ପୁସ୍ତକ ଯୋଉଟାକି ଈଶ୍ୱରଙ୍କ ପ୍ରକୃତିରେ ପ୍ରକାଶ କରୁଛି। ସେଥିପାଇଁ ରୋମିଓ ପୁସ୍ତକ ଦ୍ୱାରା ସମସ୍ତ ପରମେଶ୍ୱରଙ୍କ କ୍ରିଏସନକୁ ପ୍ରକୃତିରେ ବୁଝଉଛି ଯେ ଏ ରୋମିଓ ପୁସ୍ତକ ଦ୍ୱାରା ତମେ ଈଶ୍ୱରଙ୍କର ସୃଷ୍ଟିକୁ ଆବିଷ୍କାର କର।
ସେଥିପାଇଁ ଆମେ ଯେତେବେଳେ ବାଇବଲରେ ବାକ୍ୟ ଗୁଡାକ ଦେଖୁଛୁ, କେତେ ମହାନ ବାକ୍ୟ ପରମେଶ୍ୱର ଆମମାନଙ୍କ ସମ୍ମୁଖରେ ରଖି ଅଛନ୍ତି। ଛଅ ପଦରେ ଦେଖିଲେ ଆମମାନେ ସମସ୍ତେ ମେଷ ଗଣୁଥିଲେ ବିପଥଗାମୀ ହୋଇଅଛୁ। ଆମମାନେ ପ୍ରତ୍ୟେକ ଆପଣା ଆପଣା ବାଟ ଆଡେ ଫେରିଅଛୁ। ଆଉ ସଦାପ୍ରଭୁ ଆମ ସମସ୍ତଙ୍କ ଅପରାଧ ତାହାଙ୍କ ଉପରେ ବର୍ତ୍ତାଇ ଅଛନ୍ତି। ତ ଏ ସବୁ ବାକ୍ୟକୁ ଦେଖିଲେ ସବୁ ଅପରାଧ ତାହାଙ୍କ ଉପରେ ବର୍ତ୍ତେଇଲେ। ସେଥିପାଇଁ ଆମେ ସୁସ୍ଥ ହେଲୁ, ଆମେ ଧାର୍ମିକ ହେଲୁ। ସେଥିପାଇଁ ପାଉଲ ଏ ରୋମୀୟ ପୁସ୍ତକ 1 ପର୍ବରେ କହିଲେ 17 ପଦରେ, ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ କହିଲେ। ତା ମାନେ ବିନା ଧାର୍ମିକତାରେ ଜଣେ ଲୋକ କେବେ ବି ବିଶ୍ୱାସର ଲାଇଫ ବଞ୍ଚି ପାରିବ ନାହିଁ। ସେଥିପାଇଁ ପାଉଲ ଈଶ୍ୱରଙ୍କ ଠାରୁ ଯାହା ସେ ପାଇ ଅଛନ୍ତି ବିନା ମୂଲ୍ୟରେ, ସମସ୍ତଙ୍କୁ ସେ ବିନା ମୂଲ୍ୟରେ ଦାନ କରିବା ପାଇଁ ଚାହୁଁଛନ୍ତି, ଦେବା ପାଇଁ ଚାହୁଁଛନ୍ତି। ତମେ ଏବେ ବିଶ୍ୱାସ କର, ଏବେ ତମେ ବିଶ୍ୱାସରେ ବଞ୍ଚି ପାରିବ। ତମେ ଏବେ ଧାର୍ମିକତାର ବାକ୍ୟ ଗ୍ରହଣ କର, ତମେ ଧାର୍ମିକ ହେଇକି ଜଗତରେ ବଞ୍ଚି ପାରିବ। ସେଥିପାଇଁ ପାଉଲେ ସମାନ ସୁସମାଚାରକୁ ବିଜାତୀୟ ଲୋକମାନଙ୍କ ସମ୍ମୁଖରେ ରଖୁଅଛନ୍ତି। ତ ଠିକ ସେହିପରି ଆଜି ଆମମାନଙ୍କ ସମ୍ମୁଖରେ ସମାନ ସେ ବାକ୍ୟକୁ ଯୀଶୁ ରଖୁଅଛନ୍ତି। ସେଥିପାଇଁ ଆମେ ଯେତେବେଳେ ବାକ୍ୟକୁ ଦେଖୁଛୁ, ସତରେ ବାକ୍ୟ ସାମ୍ନାରେ କଣ କଣ ଦ୍ୱାରା ପ୍ରକୃତିରେ ଆମେ ଧରାଯିବୁ। ହୁଁ। ବାକ୍ୟ ଯେତେବେଳେ ମୋର ହୃଦୟକୁ ଆସୁଛି, ମୁଁ କୋଉ ପ୍ରକାର ଚିନ୍ତାଧାରା ପ୍ରକୃତିରେ ଆବଦ୍ଧ ହେଇକି ପ୍ରକୃତିରେ ବଞ୍ଚିବି। କୌଣସି ବିଷୟ ନାହିଁ ସେ ଜାଗାରେ ମତେ ବାନ୍ଧି ପାରିବ। କିନ୍ତୁ ସୁସମାଚାର ଯେତେବେଳେ ଆସୁଛି, ଏ ସୁସମାଚାର ସବୁ ବିଷୟ ଠାରୁ ମତେ ମୁକ୍ତ କରୁଛି। ସମସ୍ୟାରୁ, ରୋଗରୁ, ପରିସ୍ଥିତିରୁ, କଷ୍ଟକର ବିଷୟରୁ କି ଅଭାବରୁ, ଯାହା ବି ମୋର ଚାରିଆଡେ ପ୍ରକୃତିରେ ଅଛି, ଏ ସୁସମାଚାର ଦ୍ୱାରା କେବଳ ମୁଁ ଜିତି ପାରିବି। ସେଥିପାଇଁ ଭାଇ ଭଉଣୀ ମାନେ, ଆପଣମାନେ ମଧ୍ୟ ବାଇବଲକୁ ପଢ଼ନ୍ତୁ, ପରମେଶ୍ୱରଙ୍କର ଜ୍ଞାନକୁ ପ୍ରକୃତିରେ ପାଆନ୍ତୁ। ପରମେଶ୍ୱରଙ୍କ ଜ୍ଞାନ ବିଶ୍ୱାସରେ ଲାଇଫ ବଞ୍ଚିବା ପାଇଁ ମଧ୍ୟ ପରମେଶ୍ୱରଙ୍କର ଜ୍ଞାନ ଦରକାର, ଆମକୁ ବାକ୍ୟର ଜ୍ଞାନ ଦରକାର। ବାକ୍ୟର ଜ୍ଞାନ ଯଦି ନାହିଁ, ଆମେ ବିଶ୍ୱାସରେ ବଞ୍ଚି ପାରିବୁ ନାହିଁ। ଏ, ସେଥିପାଇଁ ସେତେବେଳେ ଆମେ ଈଶ୍ୱରଙ୍କର ଶକ୍ତିକୁ ଆବିଷ୍କାର କରିପାରିବୁ। ତ ଆ, ଯେତେବେଳେ ଆଜି ମୁଁ ବାକ୍ୟକୁ ପଢିଲି, ଆଉ ମୁଁ ଗୋଟେ ବିଷୟକୁ ଜାଣିଲି ଯେ ପରମେଶ୍ୱର ହଉଛନ୍ତି କେତେ ମହାନ ଲୋକ, ଯିଏକି ଆମ ପାଇଁ ଯୀଶୁଙ୍କୁ ପ୍ରକୃତରେ ପଠେଇଲେ। ଜହନ ପୁସ୍ତକ 3 ପର୍ବର 16 ପଦରେ ଲେଖା ହେଇଛି, କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଲେଖା ହେଇଛି। ତ ଈଶ୍ୱର ଜଗତକୁ କେତେ ପ୍ରେମ କରୁଛନ୍ତି। ଏ ଜଗତ ମାନେ କିଏ? ଜଗତ ମାନେ ଲୋକମାନଙ୍କୁ ବୁଝଉଛି, ଆମମାନଙ୍କୁ ବୁଝଉଛି। ସେଥିପାଇଁ ଈଶ୍ୱର ଏ ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ ଲେଖା ହେଇଛି। ତେବେ ଆମ ପାଇଁ ଯୀଶୁ ଖ୍ରୀଷ୍ଟଙ୍କୁ ପରମେଶ୍ୱର ପଠେଇଲେ। ସେ କ୍ରୁଶରେ ହତ ହେଲେ, ସେ ମତେ ଧାର୍ମିକ ଗଣିଲେ। 3 ଦିନ ପରେ ସେ ଉଠିଲେ, ମତେ ଧାର୍ମିକ କହିଲେ। ତ ଏ ସୁସମାଚାର ଯେତେବେଳେ ମୋ ସମ୍ମୁଖକୁ ଆସିଲା, ମୁଁ କେତେ ଆନନ୍ଦରେ ପ୍ରକୃତିରେ, ଖୁସିରେ ଜଗତରେ ପ୍ରକୃତିରେ ବଞ୍ଚୁଛି। ସେଥିପାଇଁ ସତରେ ଆମେ କେତେ ମହାନ ଲୋକ ଜଗତରେ ପ୍ରକୃତିରେ ପରିତ୍ରାଣ ପାଇକି ବଞ୍ଚୁଛୁ, ଈଶ୍ୱରଙ୍କୁ ବିଶ୍ୱାସ କରିକି ପ୍ରକୃତିରେ ବଞ୍ଚୁଛୁ। ଆଁ? ଈଶ୍ୱରଙ୍କୁ ପାଇକି ବାକ୍ୟ ଦ୍ୱାରା ଖୁସିରେ, ଆଶାରେ, କିଛି ନଥିଲେ ମଧ୍ୟ ଯଦି ମୋ ପାଖରେ ଗୋଟେ ସୁସମାଚାର ଯଦି ଅଛି, ଯଥେଷ୍ଟ ମୁଁ ଖୁସିରେ ପ୍ରକୃତିରେ ଜୀବନ ବଞ୍ଚିବା ପାଇଁ। ସେଥିପାଇଁ ଭାଇ ଭଉଣୀ ମାନେ, ଆପଣମାନେ ମଧ୍ୟ ଯେତେବେଳେ ସୁସମାଚାରକୁ ଶୁଣୁଛନ୍ତି, ଯେତେବେଳେ ସୁସମାଚାରକୁ ପ୍ରଚାର କରିବେ, ପରମେଶ୍ୱର ଆପଣମାନଙ୍କ ହୃଦୟରେ ଅନେକ ଗୁଡ଼ିଏ ଖୁସି ପ୍ରକୃତିରେ ଆପଣମାନଙ୍କ ହୃଦୟରେ ସ୍ଥାପନ କରିବେ। ସେଥିପାଇଁ ପରମେଶ୍ୱର ସୁସମାଚାର ଦ୍ୱାରା ପ୍ରକୃତିରେ ଆପଣମାନଙ୍କ ପ୍ରକୃତିରେ ଢାଙ୍କିବେ। ସୁସମାଚାର ଦ୍ୱାରା ପ୍ରକୃତିରେ ଆପଣମାନେ ପ୍ରକୃତିରେ କଣ ହେବେ ଜାଣିଛନ୍ତି? ଅନେକ ଗୁଡ଼ିଏ ଫଳ ପ୍ରକୃତିରେ ଫଳି ପାରିବେ। ସେଥିପାଇଁ ସୁସମାଚାର ହେଉଛି ଗୋଟେ ପୁସ୍ତକ, ଖାଲି ସୁସମାଚାର ନୁହେଁ, ଏଇଟା ହେଉଛି ଗୋଟେ ଫଳର ପୁସ୍ତକ ବୋଲି ପ୍ରକୃତିରେ କୁହାଯାଉଛି। ତା ମାନେ ସୁସମାଚାର ହେଉଛି ଗୋଟେ ଫଳ। ସେଥିପାଇଁ ପରମେଶ୍ୱର ଏ ସମସ୍ତ ଫଳ ଆମମାନଙ୍କୁ ଆଜି ଦେବା ପାଇଁ ଚାହୁଁଛନ୍ତି, ଯୋଉ ଫଳ ଦ୍ୱାରା ପ୍ରକୃତିରେ ଆମେ ଖୁସିରେ, ଆଶାରେ ଏ ଜଗତ ମଧ୍ୟରେ ପ୍ରକୃତିରେ ବଞ୍ଚି ପାରିବୁ। ତ ମୁଁ ଆଶା କରେ ଆପଣମାନେ ଏ ପ୍ରକାର ବିଶ୍ୱାସ, ଏ ପ୍ରକାର ଖୁସି ଦ୍ୱାରା ଏ ଜଗତରେ ପ୍ରକୃତିରେ ବଞ୍ଚିବେ। ତା ଚାଲନ୍ତୁ ଆଜି ମୁଁ ଏତିକି କହିବି, ପ୍ରାର୍ଥନା କରିବା। ମଙ୍ଗଳମୟ ପରମେଶ୍ୱର ପିତା, ବେଶୀ ଧନ୍ୟବାଦ ଦଉଛୁ। ଆଜି ମଧ୍ୟ ସର୍ଟ ହେଲେ ମଧ୍ୟ ଏ ସୁସମାଚାରକୁ ତୁମେ ଦେଲ। ଏ ଯୋଉ ସୁସମାଚାର ରମ୍ୟ ପୁସ୍ତକରେ ଆମେ ପାଉଛୁ, ପାଉଲ ଯାହା ବିଜାତୀୟ ଲୋକମାନଙ୍କ ସମ୍ମୁଖକୁ ଯାଇକି ରୋମ ନିବାସୀ ଲୋକମାନଙ୍କୁ ସେଠି ସବୁ ଘୋଷଣା କଲେ, ତମେ ମନ ପରିବର୍ତ୍ତନ କର, ଆଉ ସୁସମାଚାର ଉପରେ ବିଶ୍ୱାସ କର। କାରଣ ଈଶ୍ୱରଙ୍କ ଶକ୍ତି ହଉଛି, ଏ, ଈଶ୍ୱରଙ୍କ ଶକ୍ତିକୁ ତମେ ଆବିଷ୍କାର କରିକି ବଞ୍ଚ। ତ ପାଉଲକୁ ସିଧାସଳଖ କହିଲେ, ମୁଁ ହେଉଛି ପାଉଲ ଯିଏକି ପ୍ରେରିତ ହେଇଛି ଆଉ ସୁସମାଚାର ସମ୍ବନ୍ଧରେ। ସେଥିପାଇଁ ପାଉଲ କୌଣସି ଲଜାବୋଧ କଲେ ନାହିଁ। ସମସ୍ତ ଜାତିଙ୍କ ନିକଟରେ ସେ ସୁସମାଚାର ପ୍ରଚାର କରୁଅଛନ୍ତି।
ସତରେ ପରମେଶ୍ୱର ପିତା ଏରମେ ପୁସ୍ତକ ଏକ ପର୍ବ ବାକ୍ୟ ଦ୍ୱାରା ଆମେ ଗୋଟେ ବିଷୟକୁ ପାଇପାରୁଛୁ ଯେ ପରମେଶ୍ୱର ଅଛନ୍ତି କେତେ ମହାନ, ଯିଏକି ପାଉଲକୁ ଆହ୍ୱାନ କଲେ ପାଉଲ ଦ୍ୱାରା ସୁସମାଚାରକୁ ସ୍ପ୍ରେଡ କରୁଛନ୍ତି ସମସ୍ତ ବିଜାତୀୟ ଲୋକମାନଙ୍କ ସମ୍ମୁଖରେ। ସତରେ ଏ ଗସ୍ପେଲ ମଧ୍ୟ ଆମ ସମ୍ମୁଖକୁ ଆସିଲା, ଆମେ ସତରେ ବିଶ୍ୱାସ କଲୁ ଆଉ ଧାର୍ମିକ ହେଲୁ, ପବିତ୍ର ହେଲୁ। ଆଉ ବର୍ତ୍ତମାନ ମଧ୍ୟ ଆମେ ଯେମିତି ଏ, ଆତ୍ମିକ ଜୀବନ ପ୍ରକୃତିରେ ବଞ୍ଚୁଛୁ, ଏବଂ ଅଧିକାଂଶ ସମୟରେ ଆମେ ଶୈତାନ ଦ୍ୱାରା ପ୍ରକୃତିରେ ଝୁଣ୍ଟି ପଡୁଛୁ। ଆଉ ଶୈତାନ ଅନେକ ଗୁଡ଼ିଏ କାରଣ ଆମମାନଙ୍କ ସମ୍ମୁଖରେ ରଖୁଅଛି, କିନ୍ତୁ ପରମେଶ୍ୱର ପିତା ତମେ ସୁସମାଚାରକୁ ଆମମାନଙ୍କୁ ଦେଇଛ। ଏ ସୁସମାଚାର ଦ୍ୱାରା ଆମେ ସମସ୍ତ ବିଷୟ ପ୍ରକୃତିରେ ଜିତିଲୁ। ବାଇବଲ ଲେଖା ହେଇଛି, ଏହି ସମସ୍ତ ମୋଚନ ହେବା ସ୍ଥଳେ ଏ, 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 ସୁଷମାଚାର ଯୋଉ ସମୟରେ ଆସିଲା ସେ ସମୟରେ ଆମେ ସର୍ବତ ଭାବରେ ବିଜୟୀ ଅଟୁ ବୋଲି ରୋମୀୟ ପୁସ୍ତକ 8 ପର୍ବର ବାକ୍ୟ ପ୍ରକୃତିରେ କହୁଛି। ସେଠି ଆମେ ସବୁ ବିଷୟରୁ ଜିତିଥିବା ଲୋକ, ଜିତି ସାରିଥିବା ଲୋକ। ପରମେଶ୍ୱର ବେଶୀ ଧନ୍ୟବାଦ ଦଉଛୁ, ଆଜି ମଧ୍ୟ ସୁଷମାଚାରକୁ ତୁମେ ଆମମାନଙ୍କ ସମ୍ମୁଖରେ ରଖୁଅଛ। ଆଜିର ଦିନ ମଧ୍ୟ ଆମେ ଯେମିତି ଖୁସିରେ ଆଶାରେ ଆଜି ଯୋଉ ସୁଷମାଚାରକୁ ଶୁଣିଲେ ସୁଷମାଚାର ପ୍ରକୃତିରେ ଆରମ୍ଭ କରିବୁ, ସେ ପ୍ରକାର ତୁମେ ଅନୁଗ୍ରହ କର। ଆଜି ଯେତେ ବି ଜୁମ୍ରେ ଜଡ଼ିତ ହେଇଛନ୍ତି ଆଉ ଯୋଉ ଭାଇମାନେ ଜଡ଼ିତ ବି ହେଇନାହାନ୍ତି, ପ୍ରତ୍ୟେକଙ୍କୁ ତୁମେ ସ୍ମରଣରେ ରଖ। ଆଉ ପରମେଶ୍ୱର ସମସ୍ତଙ୍କ ହୃଦୟରେ ଆଶାରେ ଖୁସିରେ ପ୍ରକୃତିରେ ଆଜି ଗୋଟେ ଦିନକୁ ତୁମେ ବିତାଅ, ବିତେଇବା ପାଇଁ ତୁମେ ଅନୁଗ୍ରହ କର। ପ୍ରତ୍ୟେକ ବିଷୟ ପାଇଁ ତୁମ ହସ୍ତରେ ସମର୍ପଣ କରି ଆଜିର ଉପାସନା ନିମନ୍ତେ ଧନ୍ୟବାଦ ଦେଇ ପ୍ରାର୍ଥନା ନାଜରିତ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଆଉ ସମସ୍ତଙ୍କୁ ବେଶୀ ଧନ୍ୟବାଦ।